ଶାଶୁ ବୋହୂଙ୍କ ସମ୍ପର୍କ ବୋହୂଙ୍କ ପାଇଁ ଶାଶୁ ଓ ଶ୍ୱଶୁରଙ୍କର ଅତି ପ୍ରିୟ ଖାଦ୍ୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସାଇ ପଡ଼ିଶାଙ୍କ ଆଗରେ ଶାଶୁଙ୍କର ପ୍ରଶଂସା କରନ୍ତୁ। ମୁଣ୍ଡ କୁଣ୍ଡାଇବା ସହ ତାଙ୍କର ଲୁଗାପଟା ଠିକ୍ ଭାବରେ ସଜାଇ ରଖନ୍ତୁ। ଶାଶୁଙ୍କ ଆଗରେ ବାପଘରର ଅଳିମା ଜମା ଦେଖାନ୍ତୁ ନାହିଁ। ଅବସର ସମୟରେ ଶାଶୁଙ୍କ ସହ ମଜା କଥା ବା ହସ ଖୁସିରେ ଭାଗ ନିଅନ୍ତୁ। ଶାଶୁ ଶିକ୍ଷିତ ହୋଇଥିଲେ ତାଙ୍କୁ ଧର୍ମ ଭିତ୍ତିକ ବା ସେ ଭଲ ପାଉଥିବା କୌଣସି ବହି ଉପହାର ଦିଅନ୍ତୁ। ପ୍ରତ୍ୟେକ ରାତି ବା ସୁବିଧା ବେଳେ ଶାଶୁଙ୍କୁ ଘଷି ମୋଡ଼ି ଦିଅନ୍ତୁ। ତାଙ୍କ ସଙ୍ଗେ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ। ହଠାତ୍ ଉତ୍ତର ଦିଅନ୍ତୁ ନାହିଁ। ଶାଶୁଙ୍କ ଆଗରେ ପର ପୁରୁଷ ସହ ବାର୍ତ୍ତାଳାପ କରିବା ଠିକ୍ ନୁହେଁ। ସର୍ବଦା ନମ୍ର ଓ ଧୈର୍ଯ୍ୟଶୀଳା ହୁଅନ୍ତୁ। ଯଦି ମନର ପ୍ରଫୁଲ୍ଲତା କୌଣସି କାରଣରୁ ଉଭେଇ ଯାଇଛି ତେବେ ସେଥିପାଇଁ ନୀରବରେ ବସି ମନ ଭିତରେ ପ୍ରଫୁଲ୍ଲତା ଭରି ରହିଛି ବୋଲି ଭାବି ଚାଲନ୍ତୁ। ଦେଖିବେ ମନ ଶାନ୍ତ ଓ ପ୍ରଫୁଲ୍ଲ ହୋଇଯିବ। ଆମେ ଆମର ବିରୋଧୀ ବା ଶତ୍ରୁମାନଙ୍କୁ ଘୃଣା କରିବା ଦ୍ୱାରା ସେମାନେ ଆମ ଉପରେ ପ୍ରଭୁତ୍ୱ ବିସ୍ତାର କରିବାର ସୁଯୋଗ ପାଇଥାନ୍ତି। ଖାଲି ଆଉ ଉପରେ ନୁହେଁ, ଆମ ନିଦ୍ରା ଉପରେ, ଆମ କ୍ଷୁଧା ଉପରେ, ଆମ ରକ୍ତଚାପ ଉପରେ, ସ୍ୱାସ୍ଥ୍ୟ ଉପରେ ଏବଂ ଆମ ସୁଖ ଉପରେ ସେମାନଙ୍କର ଅଧିକାର ଆସିଥାଏ। ଆମେ ତାଙ୍କ ପାଇଁ ଚିନ୍ତା କରୁଛୁ ଜାଣିପାରିଲେ ସେମାନେ ଆନନ୍ଦରେ ଡେଇଁବେ। ଆମ ମନ ଭିତରେ ସେମାନଙ୍କ ପାଇଁ ସୃଷ୍ଟି ହୋଇଥିବା ଘୃଣା ଦ୍ୱାରା ତାଙ୍କର କିଛି କ୍ଷତି ହେବ ନାହିଁ। କିନ୍ତୁ ଆମେ ଆମର ନିଜର ଅନେକ କ୍ଷତି କରିଚାଲିଥିବା। ଜଣେ ସାଧାରଣ ଲୋକର ପରାଜୟ ଘଟିପାରେ, ମାତ୍ର ଯାହା ଭିତରେ ଈଶ୍ୱରଙ୍କ ଶକ୍ତି ଅନୁଭୂତ ହୋଇଛି ସେ କେବେ ହାରିବ ନାହିଁ। ମାଗ ତୁମକୁ ମିଳିବ, ଖୋଜ ନିଶ୍ଚିତ ପାଇବ, ଦ୍ୱାରରେ ଆଘାତ କଲେ ଦ୍ୱାର ଫିଟିଯିବ। ଯେତେବେଳେ ସବୁ ଚିକିତ୍ସା ବିଫଳ ହୋଇଛି ସେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରି ରୋଗୀ ରୋଗମୁକ୍ତ ହୋଇ ଶାନ୍ତି ପାଇଛନ୍ତି। ଆପଣ ନିଜେ ଅନ୍ୟ ପାଇଁ ଭଲ ହେଲେ ସେମାନେ ଆପଣଙ୍କୁ ସର୍ବୋତ୍ତମ ବୋଲି ମନେ କରିବେ। ଅନ୍ୟମାନଙ୍କର କିଛି ଭଲ କରିବା ପାଇଁ ଆମେ ଇଚ୍ଛା କରୁଥିଲେ ଆସନ୍ତୁ ତୁରନ୍ତ ତାହା କରିବା। ସମୟ କାହାରିକୁ ଅପେକ୍ଷା କରେ ନାହିଁ। ଜୀବନର କୌଣସି ଗ୍ୟାରେଣ୍ଟି ନଥିବାରୁ ଭଲ କାମଟିକୁ ଶୀଘ୍ର କରିନେବା ଦରକାର। ସୁଖ ପାଇବା ପାଇଁ ନିୟମ, ଅନ୍ୟମାନଙ୍କ ପାଇଁ ଆଗ୍ରହ ପ୍ରକାଶ କରି ନିଜକୁ ସମ୍ପୂର୍ଣ୍ଣ ଭୁଲି ଯାଆନ୍ତୁ। ଅନ୍ତତଃ ଜଣକ ମୁହଁରେ ହସ ଫୁଟାଇ ପାରିବା ଭଳି କିଛି କାମ ପ୍ରତିଦିନ କରନ୍ତୁ। ଆମ ମନ ଭିତରେ ଶାନ୍ତି, ସାହସ, ସ୍ୱାସ୍ଥ୍ୟ ଏବଂ ଆଶାର ଭାବନା ରହିବା ଦରକାର। ଆମ ଭାବନା ଅନୁଯାୟୀ ହିଁ ଆମ ଜୀବନ ଗଠିତ ହୁଏ। ଜୟ ଶ୍ରୀ ଜଗନ୍ନାଥ।